କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ କଣ୍ଟିନ୍ୟୁ କରିବା ଭାରତୀୟ ରାଜ୍ୟମାନଙ୍କର ବିଶେଷତା ଆରମ୍ଭ କରିବା ଆଜି କର୍ଣ୍ଣାଟକରୁ। ପୂର୍ବରୁ ଆମେ 10ଟି ରାଜ୍ୟଙ୍କ ବିଷୟରେ ଜାଣିଛନ୍ତି। କର୍ଣ୍ଣାଟକର ବିଶେଷତା ହେଉଛି ହ୍ୟାମ୍ପି, ଯୋଉଟାକି ୱାର୍ଲଡ ହେରିଟେଜ ସାଇଟ୍, ତା ସହିତ ମୈସୁର ପ୍ୟାଲେସ, କଫି ପ୍ଲାଣ୍ଟେସନ, କଫି ଉତ୍ପାଦନ ଏଠାରେ ବହୁଳ ପରିମାଣରେ ହୁଏ। ବେଶ ପୋଷାକ ଯଦି ଦେଖିବା ତାହା ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଭିନ୍ନ। ଆଉ ଖାଦ୍ୟ ପଦାର୍ଥ ବିଷୟରେ, ଖାଦ୍ୟ ପଦାର୍ଥ ଯୋଉ ରହିଛି ତାହା ମଧ୍ୟରେ ଡୋସା, ଇଡଲି, ବଡା ଏଗୁଡିକ ପ୍ରମୁଖ ଆକର୍ଷଣ। କେରଳର ମୁଖ୍ୟ ଆକର୍ଷଣ ହେଉଛି ବ୍ୟାକ୍ ୱାଟର, ଯେଉଁଠାରେ କି ହାଉସ ବୋଟ ଥାଏ, କଥକଲି ପାରମ୍ପରିକ ନୃତ୍ୟ, ତା ସହିତ ଆୟୁର୍ବେଦ। ଯଦି ଆମେ ବେଶ ପୋଷାକ ଦେଖିବା ତାହା ସମ୍ପୂର୍ଣ୍ଣ ଭିନ୍ନ। ଆଉ ଖାଦ୍ୟ ପଦାର୍ଥ ବିଭିନ୍ନ ସ୍ୱାଦିଷ୍ଟକର ବ୍ୟଞ୍ଜନ ରହିଥାଏ। ମଧ୍ୟପ୍ରଦେଶ ସାଞ୍ଚି ସ୍ତୂପ, ଖଜୁରାହୋ ଟେମ୍ପଲ, ତା ସହିତ ଚାନ୍ଦେରୀ ଶାଢ଼ୀ ପାଇଁ ପ୍ରସିଦ୍ଧ। ଏବଂ ଆମେ ଯଦି ବେଶ ପୋଷାକ ଦେଖିବା ତାହା ମଧ୍ୟ ଭିନ୍ନ ଆଉ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ପରିପୂର୍ଣ୍ଣ ଥାଳିଟିଏ ଆମେ ଦେଖୁଛନ୍ତି, ଯାହାକି ମଧ୍ୟପ୍ରଦେଶର ଆକର୍ଷଣ। ମହାରାଷ୍ଟ୍ର ଗେଟୱେ ଅଫ୍ ଇଣ୍ଡିଆ, ଲାଭଲି ଡ୍ୟାନ୍ସ ଆଉ ଗଣେଶ ପୂଜା, ଯୋଉଟାକୁ କୁହାଯାଏ ଗଣେଶ ଚତୁର୍ଥୀ। ବେଶ ପୋଷାକ ଦେଖିବା ତାହା ମଧ୍ୟ ଭିନ୍ନ। ଆଉ ଖାଦ୍ୟ ପଦାର୍ଥରେ ବଡାପାଓ ବହୁତ ପ୍ରସିଦ୍ଧ, ଆଉ ତା ସହିତ ଅନ୍ୟାନ୍ୟ ବ୍ୟଞ୍ଜନ ମଧ୍ୟ ରହିଛି। ମଣିପୁର, ମଣିପୁରର ରାସଲୀଲା ଡ୍ୟାନ୍ସ, ଲୋକତକ ଲେକ୍, ମଣିପୁରୀ ହ୍ୟାଣ୍ଡଲୁମ୍ସ ବହୁତ ପ୍ରସିଦ୍ଧ। ବେଶ ପୋଷାକ ଆମେ ଦେଖିବା ବହୁତ ଭିନ୍ନ, ଆଉ ଖାଦ୍ୟ ପଦାର୍ଥରେ ଆମେ ନାନା ବ୍ୟଞ୍ଜନ ଦେଖିପାରୁଛନ୍ତି। ମେଘାଳୟ ଚେରାପୁଞ୍ଜ ମୌସନରାମ, ଲିଭିଂ ରୁଟ୍ ବ୍ରିଜ, ତା ସହିତ ସଲଙ୍ଗ, ଏଗୁଡିକ ହେଉଛି ମୁଖ୍ୟ ଆକର୍ଷଣ ମେଘାଳୟର। ଆଉ ଯଦି ଆମେ ବେଶ ପୋଷାକକୁ ଯିବା ତାହା ମଧ୍ୟ ଅତି ସୁନ୍ଦର ଆଉ ଅନେକ ପ୍ରକାରର ଅନ୍ୟ ରାଜ୍ୟଙ୍କ ତୁଳନାରେ ଭିନ୍ନ। ଖାଦ୍ୟ ପଦାର୍ଥରେ ଆମେ ଦେଖିପାରୁଛନ୍ତି ବିଭିନ୍ନ ପ୍ରକାର ଫାଷ୍ଟ ଫୁଡ ରହିଛି, ଯେପରିକି ଭାବରେ ମୋମୋଜ। ମିଜୋରାମ ଚାପ୍ ଚାରକୁଟ ହେଉଛି ବସନ୍ତ ଋତୁର ଏକ ପର୍ବ। ମିଜୋରାମର ବ୍ୟାମ୍ବୁ ହ୍ୟାଣ୍ଡିକ୍ରାଫ୍ଟ, ବାଉଁଶର ହସ୍ତଶିଳ୍ପ, ତା ସହିତ ମିଜୋ ବ୍ୟାମ୍ବୁ ଡ୍ୟାନ୍ସ। ବେଶ ପୋଷାକ ତାହା ମଧ୍ୟ ଭିନ୍ନ। ଆଉ ଖାଦ୍ୟ ପଦାର୍ଥରେ ଆମେ ଦେଖିପାରୁଛନ୍ତି ବିଭିନ୍ନ ପ୍ରକାର ବ୍ୟଞ୍ଜନ ରହିଛି। ନାଗାଲାଣ୍ଡ ଜୁକୋ ଭ୍ୟାଲି, କୋହିମା ୱାର କ୍ରିମେଣ୍ଟାରୀ, ତା ସହିତ ନାଗା ହ୍ୟାଣ୍ଡିକ୍ରାଫ୍ଟସ। ପୋଷାକ ପରିଧାନ ଭିନ୍ନ, ବିଭିନ୍ନ ପ୍ରକାର ବ୍ୟଞ୍ଜନର ଆମେ ଏଠି ଚିତ୍ର ଦେଖୁଛନ୍ତି। ଆମ ଓଡ଼ିଶା, ପ୍ରଥମେ ଆରମ୍ଭ କରିବା ଓଡ଼ିଶାର ବିଭିନ୍ନ ଆକର୍ଷଣ ଭିତରୁ ସବୁଠାରୁ ମୁଖ୍ୟ ହେଉଛି ଜଗନ୍ନାଥ ମନ୍ଦିର, ବଡ଼ ଠାକୁରଙ୍କ ମନ୍ଦିର, ଆମର ନୃତ୍ୟ, ଓଡ଼ିଶୀ ନୃତ୍ୟ ଏବଂ ପଟ୍ଟଚିତ୍ର କଳା। ପୋଷାକ ଯଦି ଦେଖିବା ଆମେ ଏଠି ଚିତ୍ରରେ ଦେଖୁଛନ୍ତି, ଆଉ ଆମେ ସମସ୍ତେ ଜାଣିଛନ୍ତି। ଆଉ ତା ମଧ୍ୟରୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ମଧ୍ୟରୁ ପଖାଳ ହେଉଛି ପ୍ରସିଦ୍ଧ। ପଞ୍ଜାବ, ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର, ୱାଘା ବର୍ଡର ସେରେମନି ଆଉ ଭାଙ୍ଗରା ନୃତ୍ୟ ପଞ୍ଜାବର ମୁଖ୍ୟ ଆକର୍ଷଣ। ପୋଷାକ ଆମେ ଦେଖୁଛନ୍ତି ଚିତ୍ରରେ। ଖାଦ୍ୟ ପଦାର୍ଥ ମଧ୍ୟରେ ବିଭିନ୍ନ ପ୍ରକାର ରୁଟି ଜାତୀୟ ଖାଦ୍ୟ ଆମେ ଦେଖୁଛନ୍ତି। ତା ସହିତ ଆମେ ଜାଣିଛନ୍ତି ଛୋଲେ ହେଲା, କୁଲଚେ ହେଲା, ଏଗୁଡିକ ପଞ୍ଜାବର ମୁଖ୍ୟ ଆକର୍ଷଣ ହେଇଥାଏ। ଭିଡିଓଟି କେମିତି ଲାଗିଲା ମତେ କମେଣ୍ଟ କରିକି ଜଣେଇବ। ଆମେ ଆଜି ମଧ୍ୟ 10ଟି ରାଜ୍ୟ ବିଷୟରେ ଜାଣିଲେ। ଯଦି ଏଇ ରାଜ୍ୟମାନଙ୍କ ବିଷୟରେ ଅଧିକ ଜାଣିବାର ଅଛି, ପୁରା ଡିଟେଲ୍ସ ଜାଣିବାର ଅଛି, ତାହେଲେ କମେଣ୍ଟରେ ଲେଖିକି ଦବ। ତାଙ୍କ ବିଷୟରେ ଡିଟେଲ୍ସ ଭିଡିଓ ନେଇକି ଆସିବା। ଆଉ ଯଦି ଭଲ ଲାଗିଲା ଭିଡିଓଟାକୁ ଟିକେ ଲାଇକ୍ କରିଦିବ। ଭିଡିଓକୁ ଅନ୍ୟଙ୍କ ସହିତ ସେୟାର କର। ଚ୍ୟାନେଲରେ ଯୋଉମାନେ ଭିଡିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ। ଆମେ ମିଶିକି ପଢିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।